ଯିଏ କାମ କରିବାକୁ ଭଲ ପାଆନ୍ତିନି ତାଙ୍କଠୁ ପ୍ରଶଂସା ଶୁଣିବା ପାଇଁ କେବେ ବି ଆଶା କରିବେନି। ଠିକ୍ ଯେମିତି ମୋ ସ୍ୱାମୀ, ସେ ଗଛପତ୍ର ଲଗାଇବାକୁ ସେତେ ଭଲ ପାଆନ୍ତିନି। ଦେଖନ୍ତୁ ମୁଁ କାଲି ପିଆଜ ଗଛର ମାନେ ଖତ ପକେଇକି ପାଣି ପକେଇଦେଲି, ସେ କହିଲେ ତୁମ ପିଆଜ ଗଛ ଭଲ ହେଇନାହିଁ। ମୁଁ କହିଲି ଭଲ ନଉ। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ହେଇଛି, ଦେଖିପାରୁଥିବେ ପୁରା ସାଇଡ଼୍ଟା ଫୁଲ୍ ଲାଗିଛି। ଆଉ ଯେଉଁମାନେ ଗଛ ପ୍ରେମୀ ନୁହେଁ ତାଙ୍କଠୁ କ'ଣ ଆଶା କରାଯାଏ। ଆଉ ଏଇଟା ହେଉଛି ପିଆଜ, ଏଇଟା ହେଉଛି ବାଦାମ। ଏ ହନୁ କବଳରୁ ରକ୍ଷା କରିକି ବାଦାମ ଗଛ ସବୁ ଉଠି ଯାଇଛି, ପ୍ରବଳ ହନୁ। ଆଉ ଥରେ ଦେଖନ୍ତୁ ଆମର କେତେ ବଡ଼ ବଡ଼ କଦଳୀ କାନ୍ଦି ପଡ଼ିଛି। ଏଇ କଦଳୀ କାନ୍ଦି ଦେଖିପାରୁଥିବେ ମୁଁ ମଝି ବାଟରେ ଆଣିକି ଲଗେଇ ଦେଇଛି। ସ୍ୱାମୀ କହିଲେ ମଝି ବାଟରେ କଦଳୀ ଗଛ ଲଗେଇଦେଲୁ, ତା ଜାଗା ମିଳିଲାନି। ମୁଁ ଠିକ୍ ଅଛି। ଏଇଥର ଏତେ ବଡ଼ ଯେ କାନ୍ଦି ପଡ଼ିଛି ଦେଖିପାରୁଥିବେ ସାଙ୍ଗମାନେ, ଇଏ ହେଉଛି ବିରାଟ କାନ୍ଦି। ଯେହେତୁ ଗଛର ଇଏ ହେଉଛି ତାର ଛୁଆ, ତେଣୁ ଛୁଆ ରହିତେ ଗଛ କାଟିବା କଥା ନୁହେଁ କି ହାଣିବା କଥା ନୁହେଁ। ଆଉ ଏ ବଡ଼ କାନ୍ଦିଟା ମାନେ ଯେତେବେଳେ ପାଚିଯିବ, ପାକଳ ହେଇଯିବ, ସେତେବେଳେ ମୁଁ କାଟିନେବି। ତାପରେ ଏ ଗଛଟିକୁ ହଟେଇ ଦେଇକି ସେଇ ପାଖକୁ ଆଉ ପୋତିଦେବି। ତାପରେ ଦେଖେଇବି ସାଙ୍ଗମାନେ, ଆମର ହେଉଛି 12 ମାସି କଦଳୀ କାନ୍ଦି। ମାନେ ଏଇ ଯେଉଁ ଗଛ ଝାଡ଼ ଦେଖୁଛନ୍ତି, ଇଏ ହେଉଛି 12 ମାସି କଦଳୀ। ଦେଖିପାରୁଥିବେ ଏଠି 2ଟା ଅଛି, ଆହୁରି ଭିତକୁ ଅଛି। ମାନେ 8ଟା 10ଟା କଦଳୀ କାନ୍ଦି ରେଗୁଲାର ପଡ଼ି ରହେ। ଆଉ ଏ କଦଳୀ କାନ୍ଦି ନେବା ପାଇଁ ବି ସମସ୍ତ ଆଗ୍ରହ। ଥରେ ଖାଇଲେ ମାନେ ଖୋଜି ଖୋଜି ଯାଉଛନ୍ତି, ଏତେ ମିଠା। ଦେଖିପାରୁଥିବେ କେତେ ସୁନ୍ଦର। ଆଉ ଏଇଠି ମୁଁ ଲଗେଇମି ପୁଇ, ଟିକେ କୋଦା ଧରି ଚଟେଇ ଦେଇତେ କହିନି, ମୋ ଦେହ ଭଲ ନାହିଁ। ଆଉ ସେ କହିଲେ ମୁଁ ପାରିବିନି। ଆଉ ଏଇଠି ପୁଇ ଲଗେଇମି, ଦେଖିପାରୁଥିବେ। ଆଉ ଆସନ୍ତୁ, ସେତେ ବଡ଼ ଗୋଟେ କାନ୍ଦି ପଡ଼ିଛି, ସେଠୁ ଭଣ୍ଡାଟା ଭାଙ୍ଗି ନେବା। ଆଉ ଭଣ୍ଡା ଭାଙ୍ଗି ନେଲେ ଆଉ କଦଳୀ କ'ଣ ହୁଏ ଜାଣିଛନ୍ତି? କଦଳୀ ମୋଟା ହୁଏ, ନହେଲେ ଭଣ୍ଡା ସବୁ ଶୋଷି ନେବ। ତେଣୁ ଏ କଦଳୀ ଭଣ୍ଡାଟା ମାନେ ଗଛଟା ଦେଖିପାରୁଥିବେ। କ୍ୟାମେରା ଜଣେ ଧରିବାକୁ ଥିଲେ ଦେଖିପାରିଥାନ୍ତେ। ଆଉ ଦେଖନ୍ତୁ, ଏଇଟା ଦେଖନ୍ତୁ କେତେ ବଡ଼ କଦଳୀ। ଦେଖନ୍ତୁ ଏଇଟା ଆଜି ଭାଙ୍ଗି ନେମି। ଦେଖନ୍ତୁ ଏ ଆସିଗଲା ଭଣ୍ଡା। ଭଣ୍ଡାର ତ ତରକାରୀ ବହୁତ ବଢ଼ିଆ। ଆଉ ଏଇଟା ମଝି ବାଡ଼ିକି ମୁଁ ଲଗେଇ ଦେଇଛି। କହିଲେ ବୁଦ୍ଧି ତୋର ମୁନି ହଉ ଠିକ୍ ଅଛି। ସେତେବେଳେ ବଣ ହେଇଥିଲା ଜାଣିପାରିନି, ମଝିରେ ଲଗେଇ ଦେଇଛି। ତାକୁ ଏଇ ବର୍ଷା ଦିନିଆ ମୁଁ ତାକୁ ଆଉ ଗୋଟେ ପାଖକୁ ଲଗେଇଦେବି। ଦେଖନ୍ତୁ କେତେ ବଡ଼ ବଡ଼ କଦଳୀ କାନ୍ଦି। ଆମ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍ କରିବେ। ଏଇଟା ହେଉଛି ବାଦାମ ପିଲା।